ତରକାରୀ ହେଇଗଲାଣି ନା? ଆଉ ସରସ୍ୱତୀ ପୂଜାରେ ମିଲ୍ ମକର ତରକାରୀ କରୁଛୁ ହେଇଗଲାଣି ନା? କାଟି ପକଉଛୁ ନା? କେତେଟା ବିଲାତି? ଦିଟା ତିନିଟା ବିଲାତି। ମା ପୁରା ବସେଇତେ ଦବନି, ଛିଙ୍କ ପରେ ଛିଙ୍କ ଚାଲିବାକୁ। ଦେଖେ ଚାଲେ ସେଠି କଣ ରାନ୍ଧି ମା। ଧଣିଆ ପତ୍ର ପକେଇଲା, ତାପରେ କଣ ପକେଇବୁ? ଆଳୁ ଏଇଠି ଅଛି ପରା। ଆଉ ଦେଖେ ଚାଲି ଏଇଠିକି। ମା କୁ ବେଶୀ ପସନ୍ଦ କରୁଛନ୍ତି ନା। ଦେଖନ୍ତୁ ସାଙ୍ଗମାନେ, ମୋ ଦାଦା ଏଠି ରୋଷେଇ କରତେ କରତେ ପାନ ଭାଙ୍ଗିକି ଖାଉଛି। ପାନ ଖାଉଛି, ତା ପାଟି କଞ୍ଚା ଆମ୍ବିଳି ହେଇଗଲାଣି। କେତେ ରକମର ଜିନିଷ ପଡିବ। ହଁ, କଣ କଣ ପଡିବ? ନାଶ ପଡିବ, ଜର୍ଦା ପଡିବ, ଧଣିଆ, ପାନମହୁରି। ଖାଲି ପାନ ଖାଇଦବୁ ନା କଣ? କେତେ ଟଙ୍କା ପଡିବ? ପାନ ଭାଙ୍ଗି ଦବୁ। ଆଉ କଣ କଣ ପକଉଛୁ କହିବୁ? ଖମଲେଇକି ଚୂନ ମାରିଦବ। ବୁଝିପାଇଲ? ହଁ, ମାରିଦେଇକି ମଖମଲେଇ ଗିଲା ପଡିଗଲା। ଗିଲା ପରେ କଣ ପଡିବ? କଣ ପଡିବ? ମିଠା ମସଲା। ମିଠା ମସଲା ପଡିବ। ଯେ ମାନେ ପାନ ଭଙ୍ଗା ନ ଶିଖିଥିବେ ମୋ ଦାଦା ପାଖକୁ ଆସିବେ। ମିଠା ମସଲା ପଇଲା ପରେ ଟିକେ ପଡିବ ସପ୍ରଗାଛି। ସପର ଗଛୁ ପାଉଡର। ପାଉଡର ଟା